ଭାରତକୁ ଏଯାଏଁ ମିଳିନି ଏସିଆ କପ୍ ଟ୍ରଫି। ଏହାରି ଭିତରେ ପୁଣି ଭାରତ ଓ ପାକିସ୍ତାନ ମ୍ୟାଚ୍ ଖେଳାଯିବା ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ସୂଚନା ଅନୁସାରେ ଏସିଆ କପ୍ ଜିତିବା ପରେ ଭାରତକୁ ଏଯାଏଁ ଟ୍ରଫି ମିଳିନଥିବା ବେଳେ ପୁଣି ଭାରତ ଓ ପାକିସ୍ତାନ ମ୍ୟାଚ୍ ଖେଳାଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇସାରିଲାଣି। ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଏହି ଦିନ ଖେଳାଯିବ ମ୍ୟାଚ୍। ଜାଣନ୍ତୁ ପୂରା ସିଡ୍ୟୁଲ୍। 2025 ଏସିଆ କପ୍ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳ ଏପର୍ଯ୍ୟନ୍ତ ଟ୍ରଫି ଗ୍ରହଣ କରିନଥିବା ବେଳେ ଏସୀୟ କ୍ରିକେଟ୍ ପରିଷଦ ରାଇଜିଂ ଷ୍ଟାର ଚାମ୍ପିଅନସିପ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ମୋଟ 8ଟି ଦଳ ଅଂଶଗ୍ରହଣ କରିବେ। ପ୍ରତ୍ୟେକ ଦଳକୁ 4ଟି ଲେଖାଏଁ 2ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଏବଂ ପାକିସ୍ତାନ ଏ ଦଳକୁ ଗ୍ରୁପ୍ ଏରେ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର 14 ତାରିଖରେ ଆରମ୍ଭ ହେବ। ଏସୀୟ କ୍ରିକେଟ୍ ପରିଷଦର ରାଇଜିଂ ଷ୍ଟାର ଚାମ୍ପିଅନସିପ୍ କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନଭେମ୍ବର 14 ତାରିଖରେ ଦୋହା କ୍ରିକେଟ୍ ଗ୍ରାଉଣ୍ଡରେ ପାକିସ୍ତାନ ଏ ଏବଂ ଓମାନ ମଧ୍ୟରେ ଖେଳାଯିବ। ନଭେମ୍ବର 16 ତାରିଖରେ ଭାରତ ଏବଂ ପାକିସ୍ତାନ ଏ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ରାତି 8ଟାରେ ଆରମ୍ଭ ହେବ। ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ନଭେମ୍ବର 14 ତାରିଖରେ ୟୁଏଇ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ରାଇଜିଂ ଷ୍ଟାର ଚାମ୍ପିଅନସିପ୍ରେ ଗ୍ରୁପ୍ ଏରେ ଭାରତ ଏବଂ ପାକିସ୍ତାନ ସହିତ ୟୁଏଇ ଏବଂ ଓମାନ ଟିମ୍ ରହିଛି। ଗ୍ରୁପ୍ ବିରେ ହଂକଂ ଦଳ ସହିତ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶର ଏ ଦଳ ସାମିଲ ଅଛି। ରାଇଜିଂ ଷ୍ଟାର ଚାମ୍ପିଅନସିପ୍ରେ ଅଂଶଗ୍ରହଣ କରୁଥିବା 8ଟି ଦଳ ମଧ୍ୟରୁ ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକର ଏ ଦଳ ଅଂଶଗ୍ରହଣ କରିବେ। ଓମାନ, ୟୁଏଇ ଏବଂ ହଂକଂ ସେମାନଙ୍କର ମୁଖ୍ୟ ଦଳ ସହିତ ଖେଳିବେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନଭେମ୍ବର 14 ତାରିଖରେ ଖେଳାଯିବ। ତାପରେ ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ 2ଟି ଦଳ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ନଭେମ୍ବର 21 ତାରିଖରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର 23 ତାରିଖରେ ଅନୁଷ୍ଠିତ ହେବ।